ଧଳା କଲରଟା ଛାଇଟା ମାନେ ବାହାରି କିନି ପଳଉଛି ତ ଆମ 3 ଥର ଦେଖିଲେ ତୁ ସେ ଠିଆ ଆମ ପାଖକୁ ଆସିବି ସବୁ ଦେଖିଲେ ଜାଣିପାରିବ ସେ ସାଲୁକନା ସିନ୍ଦୁର ସବୁ ମରା ହେଇଛି ବନ୍ଦ କରାହେଇଛି ଭାଇ ଆମେ ଫେରିକି ଯାଉଛୁ ଭାଇ ଏଠି ଜୁମ୍ କର ମାନେ ସିରିୟସଲି କୌଣସି ଗଛ ହଲୁନି କୋଉ ଗଛ ହଲୁନି ହେ ଗାଇସ୍ ଜୟ ଶ୍ରୀ ଜଗନ୍ନାଥ ମୁଁ ଆପଣଙ୍କ ଶଙ୍କର ପୁଣି ତ ସ୍ୱାଗତ ଜଣାଉଛି ହଟ୍ ପଡ଼କାଷ୍ଟ ଓଡ଼ିଶା ବ୍ଲଗ୍କୁ ବର୍ତ୍ତମାନ ଆମେ ଆସି ନୂଆ ଏକ ହଣ୍ଟେଡ୍ ଜାଗାରେ ପହଞ୍ଚୁଛୁ ଯାହାକି ଗୋଟେ ଘର ଅଛି ତା ସାଙ୍ଗରେ ଗୋଟେ କୁକୁଡ଼ା ଫାର୍ମ ବି ଅଛି ସେ ଏଠି ଯେଉଁ ଲୋକଟିଏ ଫାର୍ମ କରିଥିଲା 10 ବର୍ଷ ତଳେ ତାର କ'ଣ ଏମିତି ପ୍ରୋବ୍ଲେମ୍ ହେଲା ଯେ ମାନେ ସିଏ ଏଠି ଘର ବି କରିପାରିଲାନି ପ୍ଲସ୍ ଫାର୍ମ ବି କରିପାରିଲାନି ଅଧାରେ ଛାଡ଼ିକି ପଳେଇଛି ଏରିଆରୁ ଆଉ ନାହିଁ ଏ ଏରିଆରେ ବର୍ତ୍ତମାନ ସେ ଏରିଆରେ ପୁରାପୁରି ହଣ୍ଟେଡ୍ ହେଇକି ପଡ଼ିଛି ଏଠି ଲୋକ ବି ସନ୍ଧ୍ୟାବେଳେ ଯେଉଁମାନେ ମାଲଫାଲ ଆସିକି ପିଉଛନ୍ତି ତାଲା ଦେଖ କେଡ଼େ ବଡ଼ ତାଲା ଝୁଲିଛି ଗେଟ୍ରେ ଗଛ ଦେଖୁଛୁ କେମିତି ମାଡ଼ି ଗଲାଣି ବର୍ତ୍ତମାନ ଆମେ ଭିତରକୁ ଯିବା ଆସ ଏଣ୍ଟ୍ରି ତ କୋଉଠି ନାହିଁ ଆମ ଭିତରକୁ ଡେଇଁକି ଯିବାକୁ ପଡ଼ିବ ଆଉ ତାଲାଟା ଦେଖିବ କେଡ଼େ ବଡ଼ ତାଲା ପଡ଼ିଛି ସେ ତାଲା ଇଏରେ ସିନ୍ଦୁର ମରା ହେଇଛି ବି ହେଇରେ ତାର ସିନ୍ଦୁର ମରା ହେଇଛି ନାଲି କପଡ଼ା ଗୁରା ହେଇଛି ହଁ ତ এই কম্পাউন্ড এই যে ঘরটা ব্যান କରିଦେଇଛନ୍ତି ବୋଧେ পুলিশ ନା କ'ଣ ହେଇଥିବ ବ୍ୟାନ୍ ନାହିଁ ପୁରା ଭୟଙ୍କର ଅଛି କୋଳି ଗଛ ଜାମୁ କୋଳି ଗଛ ପୁରା ଭୟଙ୍କର ବାଟ ଅଛି ନା ଏଇଟା ବାଟ ଏଠି ଉପରେ ବାକି ନାହିଁ ଯେ ବାକି ନାହିଁ ଦେଖିବାକୁ ପଡ଼ିବ ନା ସେମିତି କେମିତି ହବ ଯିବା ନା ଯିଏ ପଠେଇ ସେଇ ଗୋଟିଏ ବାଟ ଅଛି ଏ ଭାଇ ଆଗଟା ବି ଜଙ୍ଗଲ ପଳା ଛେନା ଯାବନି ଏଠି ବସିଲା ନା ଏଠି ଓ ଜୁମ୍ କଲୁ ଏ ତଳକୁ ହଁ ପାସ୍ କଲା ନା ଲାଗିଲା ମତେ ତାର ଜାଲି ବୁଲା ହେଇଛି ଟୋଟାଲ ସବୁତିକ କ'ଣ କହିଲ ମଶାଣି ଗୁଡ଼ା ଦେଖ କି ଭାଇ ଜୁମ୍ କର ସମାଧି ଅଛି ଜୁମ୍ କର ସେଇଟା କଲେ ପଳା ସେଇଟା ଏଠି କ'ଣ କଲା ବୁଝିଲୁ ମୁଁ ଦେଖିଛି ଠିକ୍ ଦେଖିଛି ଯେଉଁଟା ପାସ୍ କଲା ଠିକ୍ ଦେଖିଛି ମୁଁ ଦେଖିଲୁ ଜୁମ୍ ଦେଖିଲୁ ସମାଧି ଦେଖିଲୁ ଆସିଲା ସାଉଣ୍ଡ ହେଉଛି ନା ଆନୁ এইଠୁ এই ଗଛକୁ ଏଇଠି ଇଆଡ଼େ ଆଇଲା କ୍ରସ୍ କଲା ଇଆଡ଼େ ଯିବା ଭିତରୁ ବାଟ ତ ବଡ଼ দেখ পুরো কোয়া আছে এটা ভিতর পড়াইলা এ ভাই କ'ଣ ହେଲା ଡହରା ବି
ସାଉଣ୍ଡ ଶୁଭୁଛି ଭିତରୁ ତ ବାଟ ନାହିଁ। ସବୁଠି ସମାଧି, ଖାଲି ସମାଧି ଆଉ କିଛି ନାହିଁ। ଭାଇ ସାହେବ ସେଇଦିকে ଚେଷ୍ଟା କରିଛି ପାଖରେ କେମିତି করে ବାଟ ଅଛି ବୋଲିକା। ପାଚିରି ବୁଲାଇନି ଏ ଗାଁଟା ତ ପାଖରେ ବୁଝୁଛ ନା, ଏଇଠୁ ଲୁହା ପାଚି ତ ସବୁ ଲୁହା ବୁଲେଇ ସହଜେ ସିଏ ବେଠି 10 ବର୍ଷ ଆସିକି 10-9 ବର୍ଷ ହେଲାଣି ସେ ରହୁନି। ଭାବୁଛି ପଛକରେ ପଟେ ଏଇ ଦେଖିବା ସେ ଗଛ କରି ବାଟ ଅଛି ଗଳିକି ଯିବା। ଗଳିକି ଯିବି କ'ଣ ବେ ଖସିଲା ଉପରୁ। দেখ 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 কথা বলছি দেখ 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 এইটি দেখ এইটি জুম কর মানে সিরিয়াসলি কৌଣସି ଗଛ ହଲୁନି। କୋଉ ଗଛ ହଲୁନି? ଏ ଭାଇ ଏମିତି କ'ଣ ହଲିଲା? ଏ ଭାଇ ଏମିତି ହଲିଲେ দেখ କୌଣସି ଗଛ ହଲୁନି, ଇଏ ବି ହଲୁନି। ଗଛ ହଲୁନି ଭାଇ, ସେ ଗଛ ଦେଖ। ଜୁମ୍ କର ଭାଇ, ଜୁମ୍ କରେ ଭାଇ ଦେଖରେ ପବନ କାଇଁ? ପବନ ନାହିଁ, କୌଣସି ଗଛ ହଲୁନି, ପବନ ବି ନାହିଁ, କିନ୍ତୁ ସେ ଗଛ କୌଣସି ଗଛ ହଲୁନି। ଇଏ ସବୁଆଡେ ସବୁଆଡେ ଯୋଗେ କ୍ୟାମେରା ଏ ଦେଖ କୁଆଡେ ହଲୁନି। ଏଠିକି ନା ଚାରିଆଡେ ଦେଖ, ଚାରିଆଡେ ନ ଦେଖି ସେ ଗଛ କିଛି ବି ହଲୁନି, ଦେଖି ସେ ଗଛ ଏମିତି ହଲୁଛି କଣ? ହଠାତ୍ ଦେଖିଲେ ସେ ମୂଳ ଆଡୁ କ'ଣ ହଲୁନି ତ। ଇ ଭାଇ ଛାଇଛାତି ঠিক পুরা গড়বড়ি মানে লোক ଯାଇଛି ଛାଡ଼ି 10 ବର୍ଷ ହେଲା ସେ ଠିକ ଜାଗା ଛାଡ଼ି ଯାଇଛି ଏଠି ପୁରା ଫୁଲ ଗଡ଼ଗଡ଼ ଏ ପନ୍ଦ ହଲୁଛି। ଟର୍ଚ୍ଚ କ'ଣ ହେଲା? ହଁ ଟର୍ଚ୍ଚ କ'ଣ ପଡ଼ୁନି? ଦେଖି ଆଉ ନାହିଁ ଆଉ ନାହିଁ ସେ ବନ୍ଦ ହେଇଗଲା ମନକୁ। ସେଇଥିପାଇଁ ଚାଲି ଯାଇଛି ଲୁହା ଜାଲି କେହି କିଛି ପାଦ ପାଦ ଚୁପ୍ ଚୁପ୍ ଚାଲିକି ଯାଉଛି। ତୁ ଯାଇପାରିବାନି, ଚାଲିକି ଯାଉଛି ଭିତରେ ପ୍ଲସ୍ ସବୁ ଛକି ମତେ ପଶି ମାନେ ପିଠି ଚାପି ହେଇଯିବ, ଯଦି ପଶି ମାନେ ପିଠି ଚାପି ହେଇଯିବ ଭାଇ। ମାନେ ସେ ତା ଭିତରେ ଏମିତି ରହିଛି ସିଏ ଟୋଟାଲି ସେ ବ୍ଲକ୍ କରି ରଖିଛି, ମାନେ ପଦାକୁ ଯିପାରିବ ମାନେ ପଛକରେ ଏଠି ସମାଧି, ପଛକ ଯୋଡ଼ାଏ ସମାଧି ପଛ ଲାଗିକି। ଏଇ କ'ଣ ହେଲା? କ'ଣ ସାଉଣ୍ଡ ହେଲା? ଚାଲିକି ଗଲା ଭଳିଆ ଭାଇ ସାଉଣ୍ଡ ହଉଛି, କିଏ ଚାଲିକି ଯାଉ। ହଉ ଏଇ ଆଗକୁ ଚାଲ ଟିକେ ଆଗକୁ ଆସ ଦେଖ। ଭାଇ ଓ ଏଇ ବା ସେ ସେଇଠି ପୁଣି ପଳେଇ ସେ ଛାଇଟା ବୁଲୁଛି, ମୋ ରୁମ ଫୋନ ଛିଡ଼ା ହେଇଗଲାଣି ନା ଦେଖିକି ରୁମ ଛିଡ଼ା ହେଇଗଲା ଟୋଟାଲି। କଣ୍ଟା ଦେଖିକି ଇଏ କୋଉଠି ଗଲେ? ଏଇ ଆସେ ଏଟା ଏଇଟା ଯଦି ନାଇଁ କ'ଣ କରୁ ଜାଗା ଭଲ ଲାଗୁନି, ଯିବା। କ'ଣ ହେଲା କ'ଣ ହେଲା କ'ଣ କ'ଣ ହେଲା କହ? କ'ଣ ହେଲା କ'ଣ
ମାନେ କଳା କଲରଟା ଛାଇଟା ମାନେ ବାହାରି କେମିତି ପଳଉଛି ତ ଆମପା 2-3 ଥର ଦେଖି ସାରିଲୁ କାହିଁକି ତୁ ସେ ଠିଆ ଆମ ପାଖକୁ ଆସିପାରିଥାନ୍ତୁ ଏକାଠି ରହିବାକୁ ଇଏ କର। ଗାଡ଼ି କିଛି ଆମ କତିରେ ନାହିଁ। ଏଇ ଦେଖେ ବୁଲୁ ଭାଇ ଅନା ଭାଇ ସ୍ତ୍ରୀ ଲୋକ ପାଟି ଶୁଣୁ ସ୍ତ୍ରୀ ଲୋକ ବାହାରି କେମିତି ଉଡ଼ି ଶୁଣୁ ବୁଲେଇ ଶୁଣୁ ଅନା ଚାରିକର ଦେଖେ ଚାରିକର ସମାଧି ଅଛି। ଚାରିକର ସମାଧି ଭିତରେ ଏ ଘର ଶୁଣ ଫାଷ୍ଟ କଥା କହୁଛି ଆଜି ଆମ କତିରେ କିଛି ନାହିଁ। ଏ ଘର ନୁହଁ ଏ ଘର ଚାରିକର ବୁଲା ହେଇଛି। ଆଉ ଇଏ ଯେଉଁ ତାର ଏ ତାର ଛକ ସବୁ ମରା ହେଇଛି। ସେଠି ଚାବିରେ ଦେଖିଛୁ ଆମେ ଭିଡ଼ିଓ ଦେଖେଇକି ସବୁ ଦେଖିଲେ ଜାଣିପାରିବ ସେ ସାଲୁକନା ସିନ୍ଦୁର ସବୁ ମରା ହେଇଛି ବନ୍ଦ କରାଯାଇଛି। ସେ କ'ଣ ଛାଇଟା ବାରମ୍ବାର ଦେଖାଦେଲାଣି। ଆକ୍ଚୁଆଲି ଆର ଘଟଣା କ'ଣ ନ ଜାଣିଲା ପର୍ଯ୍ୟନ୍ତ ଆମେ ଆ ଭିତରକୁ ଆମେ ଯାଇ ହିଁ ପାରିବୁନି। ଗୋଟେ ଭିତରେ ଗୋଟେ ବାହାରେ ମୁଁ ଦେଖିଛି ଷ୍ଟାର୍ଟିଂରୁ ସେଇ ବୁଦାରୁ ବାହାରିଲା ସେ ସମାଧି ଯାକେ କାହିଁକିନା ସମାଧି ବି ମୁଁ ଲାଇଟ୍ ବେଳେ ସମାଧି ଆଉ ଏଇ ଭିତରେ 3 ଥର ଖଣ୍ଡେ ଦେଖିଲାଣି ମୁଁ ପ୍ରଥମରୁ ଡାଉଟ୍ରେ ଅଛି। ଆମେ ଯେଉଁଠୁ ଭିଡ଼ିଓ ଆରମ୍ଭ କରିଥିଲୁ ସେଠି ଆହୁରି ଗୋଟେ ଜିନିଷ ତୁମକୁ ଦେଖେଇବାର ଅଛି। ଦେଖେଇବି ତାପରେ ଏ ଜାଗାର ଟୋଟାଲି ଡିଟେଲ୍ ବୁଲାଇ ନେଲା ପରେ ହିଁ ଏ ଜାଗାକୁ ଆସିବା। ହାତରେ ବାଉଁଶ ଆଣିନେ ନା ମାଆଙ୍କର କିଛି ମାନେ ଧଣ୍ଡା ନାହିଁ ନା ଆମ କତିରେ କିଛି ସେମିତି ସେଫ୍ଟି ବାଲା କିଛି ଜିନିଷ ନାହିଁ। 5 ଜଣ ଲୋକାଲ ଆସିବ ସେକେଣ୍ଡ ଭିଡ଼ିଓ କି ବେଇଟା କାନୁ ଦେଖି देखिए कौन देखिए भी थोड़ी बोलो भाई ସେ ଭିତର କଥା ଛାଡ଼ ମାନେ ବାହାରେ ଆଟାକ୍ ଦେଲାଣି। ଚାଲ ଏଠୁ ଆମ ହାତରେ କିଛି ନାହିଁ। ୟା ପରେ ସେକେଣ୍ଡ ଭିଡ଼ିଓରେ ଆସିବ ତ ବାଚ ଫାଟ ଦେଖିକି ଆସିବୁ ସେ ପିଲାକୁ ନେଇକି ଆସିବୁ ଆସିପାରିବୁନି ବୁଲେଇ ଆମେ ବହୁତ କମ୍ ପିଲା ଆମେ ଯୋଉଠୁ ପହଞ୍ଚିଥିଲୁ ସେ ଜାଗା ଭାଇ ଭୟଙ୍କର। ସେ ଜାଗାରେ ତ ଯାହା ଆମେ କରିଥାନ୍ତୁ ସେ ଜାଗା ସେ ଭିଡ଼ିଓ ଗୋଟେ ଅଲଗା କରିଥାନ୍ତୁ କିନ୍ତୁ ଭାଇ ଅବଭିୟସଲି ଏଠି ବାହାରେ ଆଟାକ୍ କଲାଣି ଭିତର କଥା ଅଛି। ଗାଡ଼ି କରି ଚାଲ ବାଟ ଖୋଲିକି ନଗଲେ ହବନି ଗାଡ଼ି ଫାଡ଼ି ନହେଲେ ହବନି हम फेरिक जाऊँ ସେଇଠି ଗୋଟେ ହାତ ଦେଇଥିଲା ଛାଡ଼ିଦେଲା। ହଁ ମୁଁ ଦେଖିଛି କ'ଣ କି ପେଲିଲା ଗୋଟେ ପଛରୁ ପଛରେ କିଏ ଥିଲା ପଛରେ ଅଛି ପଛରେ ବି ଗୋଟେ ଭଙ୍ଗା ଘର ଅଛି ଦେଖିପାରୁଛ। ପଛରେ କିଏ ଥିଲା ମୁଁ ପଛେ ତୁ ଛିଡ଼ାଇଥିଲୁ ମତେ ତ ପେଲିଲୁ ମୋ ଉପରକୁ ପେଲିଲା କିଏ ଚାଲ ଏଠୁ ବାହାର ଆସ ଏଟା ବି ସେ ନ ଜାଣି କେବେ ନିଜ କଥା ପେଲିଲା କିଏ ତୁ ଆସ ନା ଗପନି ମନ କର ଆମେ ବାହାରେ ଭିଡ଼ିଓ ଏଣ୍ଡ କରୁଛୁ। ବର୍ତ୍ତମାନ ଆମେ ଆସିକି ରାସ୍ତା କରରେ ଛିଡ଼ା ହେଇଛୁ ଘରକୁ ଯିବା ବାଟରେ। ସେ ଯେଉଁ ଜାଗାକୁ ଆମେ ଯାଇଥିଲୁ ଆଜି ସେ ଚାରିକର ଯାକ ଯେଉଁ ଉପରେ ଆତଙ୍କିତ କରିଲା ସିଏ ମାନେ ଏକରେ ଖୋଳାଛେ ସେକରେ ଖୋଳାଛେ ପଛରେ ସମାଧି ଆଗରେ ବି କାହ୍ନୁ ବି ଗୋଟେ ଯେଉଁ ଟିମା ପୁରା ସକ୍ ମାନେ ସେଠି କ'ଣ ପାଇଁ ଛିଡ଼ା ହେଲା ସେଇଟା ବି ଆମେ କିଛି ବୁଝିପାରିଲୁନି ନା ସିଏ ଏପର୍ଯ୍ୟନ୍ତ ବି ଜାଣିନି ସେ କ'ଣ ହେଇଛି ନ ହେଇଛି। ବର୍ତ୍ତମାନ ଆମ ହାତରେ ସେଦିନ କିଛି ନଥିଲା ବୋଲି ସେ ଜାଗାରେ
ଆମେ ସେ ଭିତରକୁ ଏଣ୍ଟ୍ରି କରିପାରିଲୁନୁ ପ୍ଲସ୍ ବାଟ ବି ନଥିଲା। ଆମେ ସେ ପିଲାଙ୍କୁ ଫୋନ୍ କରିଥିଲୁ କହିଛୁ ଭାଇ କାଲି ଆମ ସାଙ୍ଗରେ ରହିବ ନା ଆପଣ କାଲି ଆସନ୍ତୁ ସେ ଜାଗାରେ ଭଲ ଭାବରେ ଭିଡ଼ିଓ କରିବେ। ମାନେ ଏତେ ଖତରନାକ ସେ କଳା ଛାଇ କଥା କହିଲେ ମୋ ଦେହ ହାତ କ'ଣ ହେଇଯାଉଛି। ମାନେ ତ ପୁରା ସକ୍ ସେ କିଛି ଜାଣିପାରିଲାନି। ମାନେ ବାହାରେ ଏମିତି ଚାରିକର ଯାକ ସେ ଭିତରେ କେତେ ଡେଞ୍ଜର। ତାଲା ମରା ହେଇଛି ଶାଲୁକନା ଗୁଡ଼ା ହେଇଛି ତା ସିନ୍ଦୁର ବି ଲାଗିଛି। ସେ ଆଜିକାଲିକା ସେ ନୁହଁ ସେ ଶାଲୁକନା ପରି ଧଳା ଟାଇପ୍ର ହେଇଗଲାଣି ମାନେ ତାতে କଲର୍ ହିଁ ନାହିଁ। ପୁରା ଧଳା 8-9 ବର୍ଷ ହେଲା ସେ ସିଲ୍ ହେଇଛି। ସିଲ୍ ମାନେ କ'ଣ ମାନେ ମାନେ ଗୁଣିଆ ଫୁଣିଆ କିମ୍ବା ତାନ୍ତ୍ରିକ ଦ୍ୱାରା ବନ୍ଧା ହେଇଛି ସେ ଘର। ତା ଭିତରୁ କେହି ଏଣ୍ଟ୍ରି କରିପାରିବେନି। ଗାଈ ଛେଳି କେହି ପଶି ପାରିବେନି। ଜାଲି ଭଳିଆ ଛକି ମରା ହେଇଛି। କେହି ତ ଚେଷ୍ଟା କରିନାହାନ୍ତି ଗଛ ମାଡ଼ି ବସିଲାଣି। ଆମେ ସେ ଜାଗାକୁ କାଲି ନିଶ୍ଚୟ ଯିବୁ। ଆମ ସାଙ୍ଗରେ ହାତରେ କିଛି ନଥିଲା ବୋଲି ଆମେ ଭିତରକୁ ଏଣ୍ଟ୍ରି କଲୁନି। ନହେଲେ ଆମେ ଯାହା ବୋଲି ଯାଇଥାନ୍ତୁ ଭିତରକୁ ଡେଇଁକି। ଆଜିର ଭିଡ଼ିଓଟା ଦର୍ଶକମାନେ ଦେଖନ୍ତୁ। ଆର ମିନିମମ୍ଟା ପାର୍ଟ 2 ଆମେ ଆଣିବା ଏଇ ହପ୍ତାହ ଭିତରେ। ସପ୍ତାହ ନା କାଲି ଅଛି କାଲି ନାଇଁ କାଲି ଯାଇ କାଲି ଆମକୁ ଜଣେ ମତେ ଆମକୁ DM କରିଛି ଗୋଟେ ଜାଗାକୁ ଯିବାକୁ ହବ କାଲି ହେଇପାରିବ। ଦୟାକରି ଖରାପ ଭାବିବେନି ଏ ଭିଡ଼ିଓଟା ଆଉ 2-3 ଦିନ ପରେ ହେବ କାହିଁକିନା କାଲି ଆଉ ଗୋଟେ ଜାଗାକୁ ଯିବାର ଅଛି। ଆ ଭିତରକୁ ଆମେ ଯିବୁ ସେ ପାର୍ଟ 2ରେ ଯିବୁ। ପୁରା ଭୟଙ୍କର କିଛି କହି ହେଉନି। ବାହାରେ ଏମିତି ଘାଣ୍ଟୁଛି ଭିତରେ କେତେ କ'ଣ ହେବ ପଶେଇ ଦେବନି ଲାଗୁଛି। ଯଦି ଆମ ଭିଡ଼ିଓ ଭଲ ଲାଗୁଥିବ ଆପଣଙ୍କୁ ଦୟାକରି ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ ରଖୁଛୁ।